ମହାନ୍ତି ବିଜେପି ଉପସଭାପତି କଟକ ଜିଲ୍ଲା ଗ୍ରାମୀଣ। ବାପା ଠାରୁ ମୂଲ୍ୟ ଜିନିଷ କିଛି ନାହିଁ। ବାପା ଯେତେବେଳେ ସଂସାରକୁ ଆଣିଛନ୍ତି ତାଙ୍କର ତ୍ୟାଗ ତାଙ୍କର ଯେଉଁ ତାଙ୍କ ଭଳି ଆମେ ଚଳିବା ପାଇଁ ଯେତେ ଚେଷ୍ଟା କରିଛୁ ସେଥିପାଇଁ ମୁଁ କହିବା କଥା ମୋ ବାପା ଯେମିତି ଅଛନ୍ତି ମୁଁ ସେମିତି ରହିବା ନିହାତି ଆବଶ୍ୟକ। ମୋ ବାପା ଜଣେ ମାନେ ତହସିଲଦାର ଥିଲେ, ମୁଁ ତହସିଲଦାର ହେବି ସେ କଥା ନାହିଁ, କିନ୍ତୁ ଭଲ ମଣିଷଟେ ହେବି ବୋଲି ମୋ ବାପା ମୋତେ ଚିନ୍ତା କରିଛନ୍ତି। ମୁଁ ଭଲ ମଣିଷଟେ ହେବା ପାଇଁ ଚେଷ୍ଟା କରୁଛି। ଆଉ ତା ସହିତ ଆଜି ହେଉଛି ଯୋଗ ଦିବସ। ଯୋଗ ଦିବସରେ ମୁଁ ପ୍ରଥମେ ମୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବାର୍ତ୍ତା, ଯେଉଁଠି ନରେନ୍ଦ୍ର ମୋଦି ସବୁବେଳେ ତତ୍ପର ଅଛନ୍ତି ଆମର ସ୍ୱାସ୍ଥ୍ୟ ପାଇଁ। ଯଦି ସ୍ୱାସ୍ଥ୍ୟ ହିଁ ସମ୍ପଦ, ଯୋଗ କଲେ ସ୍ୱାସ୍ଥ୍ୟଟି ଭଲ ରହେ, ମାନସିକ ବିକାଶ ହୁଏ। ପ୍ରାଣାୟାମ କଲେ ତୁମର ଅନୁଭୂତି କିଛି ଆସେ, ଯେଉଁଟା ମୁଣ୍ଡର ଟେନସନ୍ ଥିବ ଟେନସନ୍ ଦୂର ହୁଏ। ସେଥିପାଇଁ ଆମେ ଯୋଗ କରିବା ପ୍ରାଣାୟାମ କରିବା ନିହାତି ଆବଶ୍ୟକ। ମୁଁ ପ୍ରଭୁ ଜଗନ୍ନାଥ କଥାରେ ପ୍ରାର୍ଥନା କରୁଛନ୍ତି ସମସ୍ତଙ୍କୁ ସାଲେପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଗୁରୁଜନ ମା ମାଉସୀମାନେ ଯୋଗ କରି ନିରୋଗ୍ୟ ରୁହନ୍ତୁ, ସଦାସର୍ବଦା ଖୁସିରେ ରୁହନ୍ତୁ। ମୁଁ ଏତିକି କହି ମୁଁ ବାଣୀ ବିଦାମ ଦେଉଛି। ଜୟ ଜଗନ୍ନାଥ।